ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। କୌଣସି ସ୍କୁଲରେ ପଢ଼ିବାକୁ ହେଉ କିମ୍ବା କୌଣସି ଜବ୍ରେ ଆପ୍ଲାଏ କରିବାକୁ ହେଉ ରେସିଡେଣ୍ଟ ସାର୍ଟିଫିକେଟ୍ଟିଏ ଦରକାର ପଡ଼ିଥାଏ। ଘରେ ଗୋଟିଏ କମ୍ପ୍ୟୁଟର କିମ୍ବା ଲ୍ୟାପଟପ୍ ଅଛି, ତାହେଲେ ଆମେ ନିର୍ଭୁଲ ଭାବରେ କେମିତି ରେସିଡେଣ୍ଟ ସାର୍ଟିଫିକେଟ୍ଟି ଅନଲାଇନ୍ ଆପ୍ଲାଏ କରିବେ, ଚାଲନ୍ତୁ ଆମେ ଷ୍ଟେପ୍ ବାଇ ଷ୍ଟେପ୍ ବୁଝିବା। ଆପଣଙ୍କର କମ୍ପ୍ୟୁଟର କିମ୍ବା ଲ୍ୟାପଟପ୍ରେ ଗୁଗୁଲ୍ କ୍ରୋମ୍ ଓପେନ୍ କରନ୍ତୁ। ଗୁଗୁଲ୍ କ୍ରୋମ୍ ଓପେନ୍ କଲା ପରେ এই ସର୍ଚ୍ଚ ବାରରେ ସର୍ଭିସ୍ ପ୍ଲସ୍ ବୋଲି ଟାଇପ୍ କରିଦିଅନ୍ତୁ, ତାରପରେ ସର୍ଚ୍ଚ କରିଦିଅନ୍ତୁ। ସର୍ଭିସ୍ ପ୍ଲସ୍ ସର୍ଚ୍ଚ କଲା ପରେ ଟିକେ ସମୟ ପ୍ରୋସେସ୍ ନେବ, ତାରପରେ ଏମିତି ପେଜ୍ ଗୋଟେ ଓପେନ୍ ହେଇଯିବ। ଏହି ପ୍ରଥମ ଲିଙ୍କ ଉପରେ କ୍ଲିକ୍ କରିଦିଅନ୍ତୁ। ପ୍ରଥମ ଲିଙ୍କ ଉପରେ କ୍ଲିକ୍ କଲା ପରେ ପୁଣି ଟିକେ ପ୍ରୋସେସ୍ ନେବ, ତାରପରେ ଏମିତି ପେଜ୍ ଗୋଟେ ଓପେନ୍ ହେଇଯିବ। ଆପଣଙ୍କ ପାଖରେ ଯଦି ଆଗରୁ ୟୁଜର୍ ଆଇଡି ପାସୱାର୍ଡ଼ ଅଛି, ତାହେଲେ ଲଗ୍ଇନ୍ରେ କ୍ଲିକ୍ କରି ୟୁଜର୍ ଆଇଡି ପାସୱାର୍ଡ଼ ଦେଇ ଆବେଦନ କରିପାରିବେ। ଆପଣ ଯଦି ନ୍ୟୁ ୟୁଜର୍ ତାହେଲେ ରେଜିଷ୍ଟରରେ କ୍ଲିକ୍ କରିଦିଅନ୍ତୁ। ଏଠି ଆପଣଙ୍କର ଫୁଲ୍ ନେମ୍ଟି ଟାଇପ୍ କରିଦିଅନ୍ତୁ। ଏଠି ଗୋଟିଏ ଭ୍ୟାଲିଡ୍ ଇମେଲ୍ ଆଇଡି ଦେଇଦିଅନ୍ତୁ। ଏଠି ଗୋଟିଏ ଭ୍ୟାଲିଡ୍ ମୋବାଇଲ୍ ନମ୍ବର ଦେଇଦିଅନ୍ତୁ। ଏଠି ଗୋଟିଏ ପାସୱାର୍ଡ଼ ଜେନେରେଟ୍ କରନ୍ତୁ, ଯେମିତିକି କ୍ୟାପିଟାଲ୍, ସ୍ମଲ୍, ସ୍ପେଶିଆଲ୍ କ୍ୟାରେକ୍ଟର, ନମ୍ବରିକ୍ ଏମିତି କ୍ରିଏଟ୍ କରନ୍ତୁ। ତାରପରେ ଏଠି ଆପଣଙ୍କର ଷ୍ଟେଟ୍ କିମ୍ବା ରାଜ୍ୟ ବାଛି ଦିଅନ୍ତୁ। ତାରପରେ এই କ୍ୟାପଚା ଯେମିତିକୁ ସେମିତି ଏଠି ଫିଲ୍ କରିଦିଅନ୍ତୁ। ଚେକ୍ ବକ୍ସରେ ଟିକ୍ କରି ସବମିଟ୍ କରିଦିଅନ୍ତୁ। ସବମିଟ୍ କଲା ପରେ ଆପଣଙ୍କର ଜିମେଲ୍ ଆଇଡ଼ିରେ ଗୋଟିଏ OTP ଯିବ ଆଉ ମୋବାଇଲ୍ ନମ୍ବରରେ ଗୋଟିଏ OTP ଯିବ। ସେଇ OTPଟିକୁ ଫିଲ୍ କରି ଫାଇନାଲି ସବମିଟ୍ କରିଦେଲେ ଆପଣଙ୍କର ୟୁଜର୍ ଆଇଡି ଆଉ ପାସୱାର୍ଡ଼ କ୍ରିଏଟ୍ ହେଇଯିବ। ତାରପରେ ଲଗ୍ଇନ୍ରେ କ୍ଲିକ୍ କରିଦିଅନ୍ତୁ। ଲଗ୍ଇନ୍ରେ କ୍ଲିକ୍ କଲା ପରେ ଯେଉଁ ଜିମେଲ୍ ଆଇଡି ଦେଇଥିବେ ସେଇ ଜିମେଲ୍ ଆଇଡି ଆପଣଙ୍କର ୟୁଜର୍ ଆଇଡି, ସେଇ ଜିମେଲ୍ ଆଇଡି ଦେଇକି ଏଠି ଯେଉଁ ପାସୱାର୍ଡ଼ କ୍ରିଏଟ୍ କରିଥିବେ ସେ ପାସୱାର୍ଡ଼ ଦେଇଦିଅନ୍ତୁ। এই କ୍ୟାପଚା ଯେମିତିକୁ ସେମିତି ଏଠି ଫିଲ୍ କରିଦିଅନ୍ତୁ। କ୍ୟାପିଟାଲ୍ ଥିଲେ କ୍ୟାପିଟାଲ୍, ସ୍ମଲ୍ ଥିଲେ ସ୍ମଲ୍ ଫିଲ୍ କରିଦିଅନ୍ତୁ। ଆମ ଚ୍ୟାନେଲରେ ଯଦି ନୂଆ ଆସିଥିଲେ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ ଫ୍ରେଣ୍ଡସ୍। এই ଚେକ୍ ବକ୍ସରେ ଟିକ୍ କରି ଲଗ୍ଇନ୍ କରିଦିଅନ୍ତୁ। ତାରପରେ ଏମିତି ପେଜ୍ ଗୋଟେ ଓପେନ୍ ହେଇଯିବ। এই ସାଇଡ଼୍ରେ ଦେଖନ୍ତୁ ଫ୍ରେଣ୍ଡସ୍, ଆପ୍ଲାଏ ଫର୍ ସର୍ଭିସେସ୍ ଏଠି କ୍ଲିକ୍ କରିଦିଅନ୍ତୁ। ଭିୟୁ ଅଲ୍ ଆଭେଲେବଲ୍ ସର୍ଭିସରେ କ୍ଲିକ୍ କରିଦିଅନ୍ତୁ। ତାରପରେ এই ସର୍ଚ୍ଚ ବାରରେ କ୍ଲିକ୍ କରି ରେସିଡେଣ୍ଟ ବୋଲି ଟାଇପ୍ କରିଦିଅନ୍ତୁ। ରେସିଡେଣ୍ଟ ଟାଇପ୍ କଲା ପରେ ତଳେ ଆସିଯାଉଛି 3 ନମ୍ବରରେ ଇସ୍ୟୁଆନ୍ସ ଅଫ୍ ରେସିଡେଣ୍ଟ ସାର୍ଟିଫିକେଟ୍, ସେଠି କ୍ଲିକ୍ କରିଦିଅନ୍ତୁ। କ୍ଲିକ୍ କଲା ପରେ ଆପଣଙ୍କର ଫର୍ମଟି ଓପନ୍ ହେଇଯିବ। ପ୍ରଥମେ ଆସିଛି ସାଲୁଟେସନ୍। ସାଲୁଟେସନ୍ରେ ଆପଣ ଯଦି ଗୋଟିଏ ପୁଅ ପିଲାଙ୍କର ଆବେଦନ କରୁଛନ୍ତି ତାହେଲେ ଶ୍ରୀକୁ ସିଲେକ୍ଟ କରିପାରିବେ। ଆଉ ଗୋଟିଏ ବିବାହିତା ମହିଳା ପାଇଁ ଯଦି ଆବେଦନ କରୁଛନ୍ତି ତାହେଲେ SMTକୁ ସିଲେକ୍ଟ କରିପାରିବେ। ଆଉ ଗୋଟିଏ କୁଆଁରୀ ଝିଅକୁ ଯଦି ଆବେଦନ କରୁଛନ୍ତି ତାହେଲେ ମିସ୍କୁ ସିଲେକ୍ଟ କରିପାରିବେ। ମୁଁ ଗୋଟିଏ କୁଆଁରୀ ଝିଅର ଆବେଦନ କରୁଛି, ସେଥିପାଇଁ ମିସ୍କୁ ସିଲେକ୍ଟ କରୁଛି। ନେମ୍ ଅଫ୍ ଦ ଆପ୍ଲିକାଣ୍ଟ ଜାଗାରେ ତାଙ୍କର ନାମଟି ଏଠି ଟାଇପ୍ କରିଦେବେ, ଫୁଲ୍ ନେମ୍ଟି। ଆଧାର କାର୍ଡ଼ରେ ଯେମିତି ଅଛି ସେମିତି ଟାଇପ୍ କରନ୍ତୁ ଫ୍ରେଣ୍ଡସ୍। ଫୁଲ୍ ନେମ୍ଟି ଟାଇପ୍ କଲା ପରେ ଆପ୍ଲିକାଣ୍ଟଙ୍କର ଫୁଲ୍ ନେମ୍ଟି ଟାଇପ୍ କଲା ପରେ ସାଇଡ଼୍ରେ ଗୋଟିଏ ଫଟୋ ଅପଲୋଡ଼ କରିଦିଅନ୍ତୁ। ଏ ଚୁଜ୍ ଫାଇଲ୍ରେ କ୍ଲିକ୍ କରି ଗୋଟେ ଫଟୋ ଅପଲୋଡ଼ କରନ୍ତୁ। ଫଟୋଟିର ସାଇଜ୍ଟି ହେଉଛି 20ରୁ 250 KB ଭିତରେ ହିଁ ରଖିକି ଅପଲୋଡ଼ କରନ୍ତୁ, ନହେଲେ ଅପଲୋଡ଼ ହେବ ନାହିଁ। ଅପଲୋଡ଼ କରିସାରିଲା ପରେ ତଳେ ଦେଖନ୍ତୁ ଜେଣ୍ଡର ସେ ମେଲ୍ କି ଫିମେଲ୍ ସେଇଟା ସିଲେକ୍ଟ କରିଦିଅନ୍ତୁ। ତାରପରେ ମ୍ୟାରିଟାଲ୍ ଷ୍ଟାଟସ୍ରେ ସେ ବାହା ହେଇଛନ୍ତି କି ନାହିଁ ସେଇଟା ସିଲେକ୍ଟ କରିଦିଅନ୍ତୁ। ଏଜ୍ ଜାଗାରେ ତାଙ୍କର ବୟସ କେତେ ହେଲା ସେଇଟା ଟାଇପ୍ କରିଦିଅନ୍ତୁ। ଆଧାର ନମ୍ବର ଚାହିଁଲେ ଦେଇପାରିବେ, ନହେଲେ ଛାଡ଼ିପାରିବେ। ମ୍ୟାଣ୍ଡେଟୋରି ଦିଆଯାଏନି, ବାଧ୍ୟତାମୂଳକ ନାହିଁ। ତାରପରେ ଫାଦର୍ସ ନେମ୍ ଜାଗାରେ ଆପ୍ଲିକାଣ୍ଟଙ୍କର ବାପାଙ୍କ ନାମ ଟାଇପ୍ କରିଦିଅନ୍ତୁ। ଏଠି ତାଙ୍କର ମାଙ୍କର ନାମ ଟାଇପ୍ କରିଦିଅନ୍ତୁ ମଦର୍ସ ନେମ୍ ଜାଗାରେ। ତାଙ୍କର ଗୋଟେ ମୋବାଇଲ୍ ନମ୍ବର ଦେଇଦିଅନ୍ତୁ। ଯଦି ଇମେଲ୍ ଆଇଡି ଅଛି ତାହେଲେ ଦେଇଦିଅନ୍ତୁ, ନହେଲେ ମ୍ୟାଣ୍ଡେଟୋରି ନାହିଁ, ଛାଡ଼ି ମଧ୍ୟ ପାରିବେ, ଦେଲେ ହେବ ନଦେଲେ ମଧ୍ୟ ହେବ। ଡିଷ୍ଟ୍ରିକ୍ଟ ଜାଗାରେ ଆପଣଙ୍କ ଡିଷ୍ଟ୍ରିକ୍ଟ କୋଉଠି ବାଛି ଦିଅନ୍ତୁ। ତାରପରେ ଆପଣଙ୍କର ତହସିଲ କୋଉଠି ସେଇଟା ବାଛି ଦିଅନ୍ତୁ।
ଆପଣଙ୍କ ତହସିଲ ଯେଉଁଠି ବି ହେଲେ ସେଇଟା ବାଛି ଦିଅନ୍ତୁ, ସିଲେକ୍ଟ କରିଦିଅନ୍ତୁ। ତାପରେ ଭିଲେଜ ସିଲେକ୍ଟ କରନ୍ତୁ, ଆପଣଙ୍କର ଭିଲେଜ କେଉଁଠି ସେଇଟା ସିଲେକ୍ଟ କରିଦିଅନ୍ତୁ। ଏଇ ଭିତରେ ଯଦି ଆପଣଙ୍କର ଭିଲେଜଟି ଶୋ କରୁନଥିଲେ ଏଇ ଭିଲେଜ ନଟ୍ ଇନ୍ ଲିଷ୍ଟରେ କ୍ଲିକ୍ କରି ଏଠି ଆପଣଙ୍କର ଭିଲେଜ ନେମ୍ଟି ଟାଇପ୍ କରିପାରିବେ। ଆମେ ଯାହାର ଆପ୍ଲାଏ କରୁଛେ ତାଙ୍କର ଗାଁ ନାଁଟି ସେଠି ଶୋ କରୁଛି, ବର୍ତ୍ତମାନ ସେଠି ଆମେ ସିଲେକ୍ଟ କରିଦେବା। ଆର୍ଆଇରେ ଆର୍ଆଇ ସାର୍କଲ୍ ସିଲେକ୍ଟ କରିଦିଅନ୍ତୁ, ପୋଲିସ ଷ୍ଟେସନଟି ଟାଇପ୍ କରିଦିଅନ୍ତୁ। ଆପଣଙ୍କର ପୋଷ୍ଟ ଅଫିସଟି କେଉଁଠି ସେଇଟା ଟାଇପ୍ କରିଦିଅନ୍ତୁ। ଏବେ ଯେଉଁ ଆଡ୍ରେସ୍ ଦେଲେ ସେ ଆଡ୍ରେସ୍ରେ କେତେ ବର୍ଷ କେତେ ମାସ ହେଲା ସେଠି ରହୁଛନ୍ତି ସେଇଟା ଟାଇପ୍ କରିଦିଅନ୍ତୁ। ଯଦି ଜନ୍ମରୁ ରହୁଛନ୍ତି ତାହେଲେ ଆପଣଙ୍କ ବୟସ ସେଠି ଏଜ୍ ପକାଇ ଦିଅନ୍ତୁ, ଆଉ କେତେ ମାସ ହେଲା ସେଇଟା ସେ ମନ୍ଥରେ ସେଠି ଟାଇପ୍ କରିଦିଅନ୍ତୁ। ଆମେ ଯାହାର ଆବେଦନ କରୁଛେ ସେ 22 ବର୍ଷ 3 ମାସ ରହୁଥିଲେ ସେ ଆଡ୍ରେସ୍ରେ। ଆପଣଙ୍କର ପ୍ରେଜେଣ୍ଟ ଆଡ୍ରେସ୍ ଏବଂ ପରମାନେଣ୍ଟ ଆଡ୍ରେସ୍ ଯଦି ସେମ୍ ତାହେଲେ ୟେସ୍ କରିଦେଲେ ଅଟୋମେଟିକ୍ ଆଡ୍ରେସ୍ କପି ହେଇଯିବ। ଯଦି ଅଲଗା ଆଡ୍ରେସ୍ ରହୁଥିଲେ ଆପଣ ଚେଞ୍ଜ ମଧ୍ୟ କରିପାରିବେ। ଏଠି ଇନ୍ ମାଇ ପର୍ସନାଲ ଅଦର ଏଇଠି ନ ହିଁ ରହିବାକୁ ଦିଅନ୍ତୁ ଫ୍ରେଣ୍ଡସ୍। ପର୍ପଜ୍ ଜାଗାରେ ଆପଣ କ'ଣ ପାଇଁ ସାର୍ଟିଫିକେଟଟି ଆବେଦନ କରୁଛନ୍ତି ସେଇଟା ଦେଇଦିଅନ୍ତୁ। ଆଗକୁ ଯଦି ପଢ଼ିବାକୁ ଚାହୁଁଥିଲେ ହାୟର ଷ୍ଟଡି ବୋଲି ଟାଇପ୍ କରିଦିଅନ୍ତୁ, ଆଉ ଜବ୍ କ୍ଷେତ୍ରରେ ସର୍ଭିସ୍ ବୋଲି ଟାଇପ୍ କରିଦିଅନ୍ତୁ। ପର୍ପଜ୍ ଦେଇ ସାରିଲା ପରେ ତଳକୁ ଟିକେ ସ୍କ୍ରୋଲ୍ କରନ୍ତୁ। ପ୍ଲେସ୍ ଜାଗାରେ ଆପଣଙ୍କର ଗାଁର ନାଁଟି ଟାଇପ୍ କରିଦିଅନ୍ତୁ। ଆଇ ଏଗ୍ରିରେ ଠିକ୍ କରିଦିଅନ୍ତୁ। ଆଇ ଏଗ୍ରିରେ ଠିକ୍ କଲା ପରେ କ୍ୟାପ୍ଚା ଯେମିତିକୁ ସେମିତି ତଳେ ଟାଇପ୍ କରିଦିଅନ୍ତୁ। କ୍ୟାପ୍ଚା ଦେଇ ସାରିଲା ପରେ ଫାଇନାଲି ସବମିଟ୍ କରିଦିଅନ୍ତୁ। ସବମିଟ୍ କଲା ପରେ ଟିକେ ସମୟ ପ୍ରୋସେସ୍ ନେବ। ତାରପରେ ଏମିତି ପେଜ୍ ଗୋଟେ ଓପନ୍ ହେଇଯିବ। ଏଇଠି ଥରେ ଆପଣ ଚେକ୍ କରିଦିଅନ୍ତୁ, ଏଠି ଚାହିଁଲେ ଏଡ଼ିଟ୍ କରିପାରିବେ। ଥରେ ଆଖି ବୁଲାଇ ଦିଅନ୍ତୁ। ଯଦି ସବୁ ଠିକ୍ ଅଛି ତାହେଲେ ଆଟାଚ୍ ଏନ୍ଏସ୍ଓରେ କ୍ଲିକ୍ କରିଦିଅନ୍ତୁ। ଆଟାଚ୍ ଏନ୍ଏସ୍ଓରେ କ୍ଲିକ୍ କରିଦିଅନ୍ତୁ, ତାରପରେ ଡକୁମେଣ୍ଟ ଅପଲୋଡ଼ କରିଦିଅନ୍ତୁ। ଏ ସିଲେକ୍ଟରେ କ୍ଲିକ୍ କରିଦିଅନ୍ତୁ। ଇଫିକ୍ ଆଧାରରେ ସିଲେକ୍ଟ କରିଦିଅନ୍ତୁ। ଆରି ଯାହାର ଆବେଦନ କରୁଛନ୍ତି ତାଙ୍କର ଆଧାର କାର୍ଡ଼ଟି ଅପଲୋଡ଼ କରିଦିଅନ୍ତୁ। ଆପଣ ଚାହିଁଲେ PDF ଫର୍ମାଟରେ ଅପଲୋଡ଼ କରିପାରିବେ। ଅପଲୋଡ଼ କରିଦିଅନ୍ତୁ। ଏଇ ଅଧରରେ ଆପଣ ଅଲଗା ଯଦି ଡକୁମେଣ୍ଟ ଅପଲୋଡ଼ କରିବାକୁ ଚାହୁଁଛନ୍ତି ତାହେଲେ ଅଦର ଡକୁମେଣ୍ଟ ଅପଲୋଡ଼ କରିପାରିବେ। ତାପରେ ସେଭ୍ ଏନ୍ଏସ୍ଓରେ କ୍ଲିକ୍ କରିଦିଅନ୍ତୁ। ସେଭ୍ ଏନ୍ଏସ୍ଓରେ କ୍ଲିକ୍ କଲା ପରେ ଆପଣ ଯେଉଁ ଡକୁମେଣ୍ଟ ଦେବେ ତାର ଲିଙ୍କ୍ ଏଠି ଶୋ କରିଦେବ। ଯଦି ଭୁଲ ଡକୁମେଣ୍ଟ ଦେଇଛନ୍ତି କି କେମିତି ଚେକ୍ କରିବାକୁ ଚାହୁଁଥିଲେ ସେଠି କ୍ଲିକ୍ କରିଦିଅନ୍ତୁ। ଆପଣ ଯେଉଁ ବି ଡକୁମେଣ୍ଟ ଅପଲୋଡ଼ କରିଥିବେ ସେଇଟା ଏଠି ଶୋ କରିବ। ତାରପରେ ଯଦି ଠିକ୍ ଦେଇଥିଲେ ଫାଇନାଲି ସବମିଟ୍ କରିଦିଅନ୍ତୁ। ସବମିଟ୍ କଲା ପରେ ଆପଣଙ୍କର ଏମିତି ଗୋଟେ ସ୍ଲିପ୍ ଜେନେରେଟ୍ ହେଇଯିବ। ଏଇଟାକୁ ଆପଣ ପ୍ରିଣ୍ଟ ଆଉଟ୍ କାଢ଼ି ଦିଅନ୍ତୁ। ପ୍ରିଣ୍ଟ ଆଉଟ୍ କାଢ଼ିକି କଷ୍ଟମରକୁ ଆପଣ ଦେଇଦିଅନ୍ତୁ। ବର୍ତ୍ତମାନ ଆମେ ରେସିଡେଣ୍ଟ ସାର୍ଟିଫିକେଟଟି ସକ୍ସେସଫୁଲି ଆବେଦନ କରିଦେଇଛେ ଫ୍ରେଣ୍ଡସ୍। ଏବେ 3ରୁ 7 ଦିନ ଭିତରେ ଆପଣଙ୍କ ରେସିଡେଣ୍ଟ ସାର୍ଟିଫିକେଟଟି ଏପ୍ରୁଭ୍ ହେଇଯାଇଥିବ। ତାରପରେ ଏଇ ସେମ୍ ପେଜ୍ରେ ଆସିବେ, ଆଉ ଚେକ୍ ଷ୍ଟାଟସ୍ କେମିତି କରିବେ ଚାଲନ୍ତୁ ଆମେ ଜାଣିବା। ସାର୍ଟିଫିକେଟକୁ ଡାଉନଲୋଡ଼୍ କରିବାକୁ ହେଲେ ତଳେ ଦେଖନ୍ତୁ ଭିଉ ଷ୍ଟାଟସ୍ ଅଫ୍ ଆପ୍ଲିକେସନ୍ ସେଠି କ୍ଲିକ୍ କରିଦିଅନ୍ତୁ। ତାରପରେ ଟ୍ରାକ୍ ଆପ୍ଲିକେସନ୍ ଷ୍ଟାଟସ୍ରେ କ୍ଲିକ୍ କରିଦିଅନ୍ତୁ। ତାରପରେ ଯେଉଁ ସ୍ଲିପ୍ଟି ଦେଇଥିଲେ ସେ ସ୍ଲିପ୍ରେ ଗୋଟେ ନମ୍ବର ଦିଆଯାଇଥିବ, ସେଇ ନମ୍ବରକୁ ଏଠି ଟାଇପ୍ କରିଦିଅନ୍ତୁ। ଗେଟ୍ ଡାଟାରେ କ୍ଲିକ୍ କରିଦିଅନ୍ତୁ।
ବର୍ତ୍ତମାନ ଆମେ ଏବେ ଆବେଦନ କରୁଛେ ସେଥିପାଇଁ ଏମିତି ଶୋ କରୁଛି। ଯଦି ଏପ୍ରୁଭ୍ ହେଇଥିଲେ ଡେଲିଭର୍ ବୋଲି ଶୋ କରିବ। ଡେଲିଭର୍ରେ କ୍ଲିକ୍ କରି ଆପଣଙ୍କର ସାର୍ଟିଫିକେଟ୍ ଡାଉନଲୋଡ଼୍ କରି ଦେଇପାରିବେ। ଏହା ଥିଲା ଆମ ଭିଡ଼ିଓ ଫ୍ରେଣ୍ଡସ୍। ଭିଡ଼ିଓଟି ଭଲ ଲାଗିଥିଲେ ଗୋଟିଏ ଲାଇକ୍ କରିଦିଅନ୍ତୁ ଆଉ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଜୟ ଜଗନ୍ନାଥ।